କିଛି ଦିନ ପୂର୍ବରୁ କିଛି ରାଜ୍ୟରେ ଯୋଉ ନିର୍ବାଚନ ହେଇଛି ଏବେ ତାର ଏକ୍ଜିଟ୍ ପୋଲ୍ ଆସିଛି ଗତକାଲି ମଧ୍ୟ ତାର ଫଳାଫଳ ଆସିବ ହରିୟାଣା ହଉ ଜାମ୍ମୁ କାଶ୍ମୀର ହଉ। ଏବେ ଯୋଉ ମହାରାଷ୍ଟ୍ର କଥା ସେଠି ଆସିଲା ପରେ ମହାରାଷ୍ଟ୍ର କଥା ଦେଖିବା ଯେଭଳି ଭାବେ ଆଗକୁ ମହାରାଷ୍ଟ୍ର ଇଲେକ୍ସନ ଅଛି ସାଧାରଣ ନିର୍ବାଚନ ଆଉ 5 ମାସ ପରେ ହବ। ଏଠି ଲୋକ ପୋଲ୍ ସର୍ଭେ ଆସି ଯୋଉ ସର୍ଭେ ଆସିଛି ଓପିନିଅନ ପୋଲ୍ କିଛି ଲୋକ ପୋଲ୍ ଅନୁସାରେ ସେଠି ଏନଡିଏ କୁ ଇଣ୍ଡିମେଣ୍ଟ ପାଖରୁ ଏନଡିଏ କମ ସିଟ୍ ପାଉଛି ଇଣ୍ଡିମେଣ୍ଟ ଅଧିକ ଆସନ ସେଠି ପାଉଛି। ତ ଜି ନ୍ୟୁଜ୍ ସର୍ଭେ ମଧ୍ୟ ସେଇ ପାଖାପାଖି ଦେଇଛି। ଆପଣ କେମିତି ଦେଖୁଛନ୍ତି ଯେ ଏଇ ଯେତେବେଳେ ରେଜଲ୍ଟ ଆସିବ ସେଠି କିଛି ଚେଞ୍ଜ ହବନି ତ? ମହାରାଷ୍ଟ୍ରରେ ଗୋଟେ ବଡ ଅଡୁଆ ପରିସ୍ଥିତି ସୃଷ୍ଟି ହେଇଛି ଭାରତୀୟ ଜନତା ପାର୍ଟି ପାଇଁ। ମହାରାଷ୍ଟ୍ରରେ ଆପଣ ଦେଖିବେ ଶିବସେନା ଯୋଉ ଅରିଜିନାଲ ଥିଲା ଏବଂ ସେଠି ଶିବସେନା କଂଗ୍ରେସ ଯୋଉ ସରକାର ସେଠି ଗଠନ କରିଥିଲେ ତାକୁ ଏକ ପ୍ରକାର ଆମେ କହିପାରିବା ଯୋଉ ପଲିଟିକାଲ ମାନ୍ୟବରୀ ପଲିଟିକାଲ ମାନ୍ୟବରୀ କିମ୍ବା ରାଜନୀତିର ଦାଅ କରି ସେଠି ଭାରତୀୟ ଜନତା ପାର୍ଟି ସେ ସରକାରକୁ ଡିଷ୍ଟାବିଲାଇଜ କରିକି ଏକ ପ୍ରକାର ତାର ପତନ ଘଟେଇଥିଲା ଏବଂ ସେଠି ଯୋଉ ପ୍ରକାର ସରକାର ଗଠନ ହେଲା ତାକୁ ମଧ୍ୟ ମହାରାଷ୍ଟ୍ରବାସୀ ତାକୁ ଭଲ ଭାବରେ ଗ୍ରହଣ କରିପାରୁନାହାନ୍ତି। ଯାହାର ଫଳାଫଳ ଆପଣ ଦେଖିବେ ଯେ ଗତ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହେଇଥିଲା ଭାରତୀୟ ଜନତା ପାର୍ଟି ଯୋଉ ସଫଳତା ପାଇଥିଲା ତା ସେଭଳି ସଫଳତା ଦୋହରାଇ ପାରିନଥିଲା ଏବଂ ବର୍ତ୍ତମାନ ଯାହା ପ୍ରି ପୋଲ୍ ସର୍ଭେ ଆସୁଛି ଆପଣ ଯଦି ଦେଖିବେ ଏକ୍ଜାକ୍ଟ ଯାହା ଲୋକସଭାରେ ଯୋଉଭଳି ଫଳାଫଳ ହେଇଥିଲା ସେଇଭଳି ଫଳାଫଳ ଆସୁଛି। ଭାରତୀୟ ଜନତା ପାର୍ଟିର ଯୋଉ ବର୍ତ୍ତମାନ ସ୍ଥିତିରେ ସେଭଳି କିଛି ଉନ୍ନତି ହେଇପାରୁନାହିଁ ଯାହାଫଳରେ ଇଣ୍ଡି ମେଣ୍ଟ ସେଠି ଗୋଟେ ଲିଡ୍ ରେ ରହୁଛି। ତେଣୁ ଏହାର ମୁଖ୍ୟ କାରଣ ହେଲା ଯେ ଯୋଉଭଳି ଭାବରେ ଉଦ୍ଧବ ଠାକରେଙ୍କର ସରକାରର ପତନ ଘଟେଇବା ଏବଂ ଅଜିତ ପାୱାରଙ୍କୁ ଯାହାଙ୍କୁ ଦିନେ ଭାରତୀୟ ଜନତା ପାର୍ଟି ଯାହା ଭିତରେ 70,000 କୋଟି ଟଙ୍କାର ଅଭିଯୋଗ ଆଣିଥିଲା ତାଙ୍କୁ ତାଙ୍କ ସହିତ ମେଣ୍ଟ କରିକି ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଇବା ଏ ସମସ୍ତ ଘଟଣାକୁ ଆମେ କହିପାରିବା ଗୋଟେ ମହାରାଷ୍ଟ୍ର ଲୋକ ତାକୁ ଗୋଟେ ସଠିକ ବୋଲି ତାକୁ ଭାବି ପାରି ନାହାନ୍ତି ଏବଂ ଏଇ ଯୋଉ ଆପଣଙ୍କର ଅଜିତ ପାୱାର ଏକନାଥ ସିନ୍ଧେ ଏବଂ ବିଜେପି ଭିତରେ ଯୋଉ ମେଣ୍ଟ ହେଇଛି ତାକୁ ଗୋଟେ ଅନହୋଲି ଆଲାଏନ୍ସ ଭାବରେ ତାକୁ ଗ୍ରହଣ କରୁଛନ୍ତି। ଯାହାକୁ ଦିନେ ଶତ୍ରୁ କହୁଥିଲା ଯାହାକୁ ଦିନେ ଆପଣଙ୍କର ଭାରତୀୟ ଜନତା ପାର୍ଟି ମାନେ ଦୁର୍ନୀତିଗ୍ରସ୍ତ କରୁଥିଲା ତାଙ୍କ ସହିତ ଯେତେବେଳେ ସେ ଦଳ ମିଶିକିରି ସରକାର ଗଠନ କରୁଛି ତାକୁ ଅନେକ ତାକୁ ବିଚାର କରୁଛନ୍ତି ଏଇଟା ଗୋଟେ ଆଲାଏନ୍ସ ଅଫ ଅପରଚୁନିଷ୍ଟିକ ଫୋର୍ସେସ୍ ତାର ପ୍ରତିଫଳନ ଆପଣଙ୍କର ପ୍ରି ପୋଲ୍ ସର୍ଭେ ଦେଖାଯାଉଛି ଏବଂ ସେମିତି କିଛି ମ୍ୟାଜିକ ନହେଲେ ଭାରତୀୟ ଜନତା ପାର୍ଟି ସେଠି ସରକାର ଗଠନ କରିବା ଗୋଟେ ବହୁତ କଷ୍ଟକର ହେଇଯିବ ଯେମିତି ଯେମିତି ଆପଣଙ୍କର ହରିୟାଣା ରହିଛି ସେଇଭଳି ଏକ ମାନେ ବର୍ତ୍ତମାନ ଆଭାସ ତାର ମିଳୁଛି। ଏଇ ଯୋଉ ଗୋଟେ ହରିୟାଣା ପୋଲ୍ ବି ଗୋଟେ ପ୍ରଭାବ ପକେଇ ପାରେ ବୋଲି ଆପଣ ଆଶା କରୁଛନ୍ତି ନା? ହରିୟାଣା ଯୋଉ ଫଳାଫଳ ବର୍ତ୍ତମାନ ଆସୁଛି ବିଶେଷ କରିକି ହରିୟାଣା ତାର ଗୋଟେ ଶୀଘ୍ର ପ୍ରସାରିତ ମାନେ ପ୍ରଭାବ ସେଠି ଦେଖିବାକୁ ମିଳିପାରେ। ଏମିତି ବି ଆପଣଙ୍କର ହରିୟାଣା ନିର୍ବାଚନ ପୂର୍ବରୁ ବି ଆପଣଙ୍କର ସ୍ଥିତି ଭାରତୀୟ ଜନତା ପାର୍ଟି ହାତରୁ ଏକ ପ୍ରକାର ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣର ବାହାରକୁ ଯାଉଥିବାର ସେଠି ଦେଖାଯାଉଛି। ସବୁଠୁ ବଡ କଥା ହେଲା ଯୋଉଭଳି ଭାବରେ ଆପଣଙ୍କର ଶିବସେନା ସରକାରର ପତନ ଘଟା ହେଲା ତା ଦେହରେ ତାକୁ ଡିଭିଜନ କ୍ରିଏଟ କରାଇଗଲା। ଯୋଉଭଳି ଭାବରେ ଅଜିତ ପାୱାରଙ୍କର ଏନସିପିରେ ଡିଭିଜନ କ୍ରିଏଟ କରାଯାଇଛି ଅଜିତ ପାୱାରଙ୍କ ଭଳି ଅଜିତ ପାୱାର ଯିଏକି ଦିନେ ଭାରତୀୟ ଜନତା ପାର୍ଟିର ବଡ ଶତ୍ରୁ ଥିଲେ ତାଙ୍କୁ ସମର୍ଥନ ଦେଇକି ଉପମୁଖ୍ୟମନ୍ତ୍ରୀ କରାଇବା ଗୋଟେ ଦୁର୍ନୀତିଗ୍ରସ୍ତ ଯାହାକୁ ଦୁର୍ନୀତିଗ୍ରସ୍ତ ଦଳ କହୁଥିଲା ସେଇଟା ଦଳକୁ ମହଙ୍ଗା ସାବ୍ୟସ୍ତ ହେଉଥିବା ବର୍ତ୍ତମାନ ଏଇ ପ୍ରି ପୋଲ୍ ସର୍ଭେରୁ ଜଳ ଜଳ ହେଇକି ଦେଖାଯାଉଛି। ଆଉ ଗୋଟେ ଜିନିଷ କିଛି ମୁଁ ନ୍ୟାସନାଲ ନ୍ୟୁଜରେ ଚର୍ଚ୍ଚା ହେଉଛି ନା ଯୋଉ ମହାୟୁତି ଯୋଉ ମେଣ୍ଟ ଅଛି ବିଜେପି ସମର୍ଥିତ ମେଣ୍ଟ ସେମାନେ ଏଥର ଶରଦ ପାୱାରକୁ ଆଟାକ କରିବେନି ତ ଆଟାକ ନକଲେ କିଛି ସୁଫଳ ମିଳିବ କି? ଦେଖନ୍ତୁ ଶରଦ ପାୱାରଙ୍କୁ ଯେତେ ଶରଦ ପାୱାର ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ତ ତାଙ୍କୁ ଯେତେ ସେ ଯୋଉ ଷ୍ଟାଚ୍ୟୁରେ ଅଛନ୍ତି ତାଙ୍କୁ ଆଟାକ କରିବା ପାଇଁ ସେମିତି ଗୋଟେ ପଲିଟିକାଲ ବଡ ଷ୍ଟେକ୍ ହୋଲ୍ଡର କେହି ନାହାନ୍ତି ବା ସେତିକି ଗୋଟେ ରାଜନୈତିକ ଧୁରୁଣ ବ୍ୟକ୍ତିତ୍ୱ କେହି ନାହାନ୍ତି। ତେଣୁକରି ଯେତେବେଳେ ଶରଦ ପାୱାରଙ୍କର ଏନସିପିକୁ ଦୁର୍ବଳ କରିବାକୁ ପ୍ରଚେଷ୍ଟା କରାଯାଇଛି ଦୁର୍ବଳ କରେଇ ଦିଆଯାଇଛି ମଧ୍ୟ ଅଜିତ ପାୱାରକୁ ଭାଙ୍ଗିକିରି ସେତେବେଳେ ଶରଦ ପାୱାର ଟିକେ ସିମ୍ପାଥି ଗେନ୍ କରୁଛନ୍ତି ଏବଂ ସବୁଠୁ ବଡ କଥା ହେଲା ଆପଣଙ୍କର ବାରାମତୀ ଆସନରେ ଯେତେବେଳେ ଆପଣଙ୍କର ନିର୍ବାଚନ କରାଗଲା ଯୋଉ ବାରାମତୀ ଆସନରେ ଆପଣ ଦେଖିବେ
ଆପଣଙ୍କର ସୁପ୍ରିୟା ସୁଲେଙ୍କ ସହିତ ଅଜିତ ପୱାରଙ୍କର ସ୍ତ୍ରୀ ସେଠି ଲଢେଇ କଲେ ସେଠି ଲୋକମାନଙ୍କର ରୋଷଟା କିଭଳି ଅଜିତ ପୱାରଙ୍କ ପ୍ରତି ଅଛି, ଅଜିତ ପୱାରଙ୍କର କାର୍ଯ୍ୟକୁ ସେମାନେ କିଭଳି ଡିସାପ୍ରୁଭ୍ କରୁଛନ୍ତି, ପସନ୍ଦ କରିନାହାନ୍ତି, ତାହା ଇଲେକ୍ସନ ରେଜଲ୍ଟରେ ସେଟା ତାର ଆମେ ଦେଖିବାକୁ ପାଇଲେ। ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଥାଇକିରି ମଧ୍ୟ ତାଙ୍କ ସ୍ତ୍ରୀ ସେଠି ପରାଜିତ ହେଲେ, ସୁପ୍ରିୟା ସୁଲେ ସେଠି ଜିତିଲେ। ତ ସେଇଠୁ ଆଭାସ ମିଳିଥିଲା ଯେ the future is not going to be on the side of this ମହାୟୁତି। ତେଣୁକରି ମହାୟୁତି ବର୍ତ୍ତମାନ ସେ ଯୋଉ ନିର୍ବାଚନ ଯାହା ଆପଣଙ୍କର ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି ତାକୁ ନ୍ୟୁଟ୍ରାଲାଇଜ କରିବା ପାଇଁ ବର୍ତ୍ତମାନ ଗୋଟେ ଫ୍ରି ବିଜ୍ ମାନେ ବିଭିନ୍ନ ପ୍ରକାର ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାର ମାଗଣା ଜିନିଷ ଦେବାକୁ ଘୋଷଣା କରି ଚାଲିଛି। କିନ୍ତୁ ତା ସତ୍ତ୍ୱେ ବି ଗୋଟେ କଥା କହିବା, ଓଡିଶାରେ ଯୋଉ ଭଳିଆ ଅବସ୍ଥା ହେଲା ସେଇଭଳିଆ ଗୋଟେ ଅବସ୍ଥା ସୃଷ୍ଟି ହବାର ସମ୍ଭାବନା ଦେଖାଦେଇଛି। ଆଜ୍ଞା, ତ କୁହାଯିବ ସାର୍ ମୋଟାମୋଟି ଏବେ କଂଗ୍ରେସର ଗୋଟେ ଭଲ ସ୍ଥିତି କଂଗ୍ରେସ ଫେରୁଛି ବା ଯୋଉ ଏନଡିଏ ମେଣ୍ଟ କଂଗ୍ରେସ ଉଦ୍ଧବ ଠାକରେଙ୍କର ନେତୃତ୍ୱାଧୀନ ଶିବସେନା ଏବଂ ଶରଦ ପାୱାରଙ୍କର ଏନସିପି ଏକ ପ୍ରକାର ଆମେ କହିପାରିବା ଦୃଢ ସ୍ଥିତିରେ ବର୍ତ୍ତମାନ ଦୃଢ ସ୍ଥିତିକୁ ଆସୁଥିବା ଦେଖାଯାଇଛି। କିନ୍ତୁ ନିର୍ବାଚନ ପାଇଁ ବି ଆହୁରି ସମୟ ଅଛି, ତା ଭିତରେ ଅନେକ ଗୋଟି ଚାଳନା କରାଯିବ। এই ଗୋଟି ଚାଳନାରେ ଯିଏ ସଫଳ ହବ ଇଲେକ୍ସନ ରେଜଲ୍ଟ ତା ଫଳାଫଳରେ ଯିବ।